ଖ୍ରୀଷ୍ଟଙ୍କ ଯୋଗରେ ସ୍ନେହର ଭାଇ ଭଉଣୀମାନେ ସମସ୍ତଙ୍କୁ ଜୟ ଯୀଶୁ ଏବଂ ସମସ୍ତଙ୍କୁ ନବଜୀବନ ବାଣୀକୁ ଆପଣମାନଙ୍କୁ ସ୍ୱାଗତ କରେ। ଆଜି ତପସ୍ୟା କାଳର ମାର୍ଚ୍ଚ ମାସର ପ୍ରଥମ ଗୁରୁବାର। ଆଜି ହେଲା ମାର୍ଚ୍ଚ ମାସର 5 ତାରିଖ ପ୍ରଥମ ଗୁରୁବାର। ଆଜି ପବିତ୍ର ମାତା ମଣ୍ଡଳୀ ଆମମାନଙ୍କୁ ଜଣେ ଧନୀ ବ୍ୟକ୍ତି ଏବଂ ଜଣେ ଅସୁସ୍ଥ ଲୋକ ଗରିବ ଲାଜାର ବିଷୟରେ ଆମକୁ ଶିକ୍ଷା ପ୍ରଦାନ କରେ। ତେବେ ଆଜି ଆମମାନଙ୍କୁ ଦିଆଯାଇଛି ପବିତ୍ର ମାତା ମଣ୍ଡଳୀ ଯେଉଁ ସୁସମାଚାର ଦେଇଛନ୍ତି ତାହା ସାଧୁ ଲୁକ ଅନୁଯାୟୀ ପୁଣ୍ୟ ସୁସମାଚାର ଅଧ୍ୟାୟ 16 ପଦ ସଂଖ୍ୟା 19ରୁ 31। ତେବେ ଆସନ୍ତୁ ଆପଣମାନଙ୍କର ବାଇବେଲ ଖୋଲନ୍ତୁ, ସମସ୍ତେ ମିଳିତ ପଢ଼ିବା। ଲୁକ ସୁସମାଚାର 16 ଅଧ୍ୟାୟ 19 ଠାରୁ 31 ପଦ। ଆସନ୍ତୁ ପାଠଟି ଆରମ୍ଭ କରିବା ପ୍ରକାର। ଜଣେ ଧନୀ ଲୋକ ଥିଲା ଯିଏ ବାଇଗଣୀ ରଙ୍ଗର ରେଶମ ପୋଷାକ ପିନ୍ଧି ପ୍ରତିଦିନ ଭୋଗ ବିଳାସରେ ଜୀବନଯାପନ କରୁଥିଲା। ତାହାର ଫାଟକ ପାଖରେ ଲାଜର ନାମକ ଜଣେ ଗରିବ ଲୋକଟି ପଡ଼ି ରହିଥିଲା। ତାହାର ଦେହ ସାରା ଘା ପୂର୍ଣ୍ଣ ହୋଇଥିଲା। ସେ ଧନୀ ଲୋକର ଖାଇବା ମେଜରୁ ପଡ଼ୁଥିବା ଅଇଁଠା ଖାଇ ଲୋକଟି ପେଟ ପୂରାଇବାକୁ ଚାହିଁ ରହୁଥିଲା। ଏପରିକି କୁକୁରଗୁଡ଼ିକ ମଧ୍ୟ ଆସି ତାର ଘା ଚାଟୁଥିଲେ। ଗରିବ ଲୋକଟି ମରିଗଲା ଏବଂ ଦୂତମାନେ ଆସି ତାକୁ ଆବ୍ରାହମଙ୍କ କୋଳକୁ ନେଇଗଲେ। ପରେ ସେହି ଧନୀ ଲୋକଟି ମଧ୍ୟ ମରିଗଲା ଓ ତାକୁ କବର ଦିଆଗଲା। ନରକ ଯନ୍ତ୍ରଣା ଛଟପଟ ହେଉଥିବା ବେଳେ ଧନୀ ଲୋକଟି ଉର୍ଦ୍ଧ୍ୱକୁ ଚାହିଁ ଆବ୍ରାହମଙ୍କ କୋଳରେ ଲାଜରକୁ ଦେଖିବାକୁ ପାଇଲା। ତେଣୁ ସେ ଡାକ ଦେଇ କହିଲା, ହେ ପିତା ଆବ୍ରାହମ, ମୋର ପ୍ରତି ଦୟା କରନ୍ତୁ, ମୋ ନିକଟକୁ ଲାଜରକୁ ପଠାନ୍ତୁ, ଯେପରି ସେ ତାର ଆଙ୍ଗୁଳିରେ ଟିପ ପାଣିରେ ବୁଡ଼ାଇ ମୋର ଜିଭକୁ ଶୀତଳ କରିବ, କାରଣ ମୁଁ ଏହି ଅଗ୍ନିରେ ମଧ୍ୟରେ ଯନ୍ତ୍ରଣା ଭୋଗ ପାଉଛି। ମାତ୍ର ଆବ୍ରାହମ ଉତ୍ତର ଦେଲେ, ପୁତ୍ର, ସ୍ମରଣ କର, ତୁମେ ତୁମ ଜୀବନ କାଳରେ ଭଲ ବିଷୟ ସବୁ ଭୋଗ କଲ, କିନ୍ତୁ ଲାଜର ସବୁ କଷ୍ଟ ଭୋଗିଲା। ଏବେ ସେ ଏଠାରେ ସାନ୍ତ୍ୱନା ପାଉଛି, କିନ୍ତୁ ତୁମେ ଯନ୍ତ୍ରଣା ଭୋଗ କରୁଛ। ଏହା ବ୍ୟତୀତ ତୁମ ଆଉ ଆମ ମଧ୍ୟରେ ଏକ ବିରାଟ ଗହ୍ୱର ରହିଛି। ଏଣୁ ଏଠାରୁ ତୁମ ନିକଟକୁ ଯିବା ପାଇଁ ଇଚ୍ଛା କଲେ ସୁଦ୍ଧା କେହି ଯାଇପାରିବ ନାହିଁ, କିମ୍ବା ତୁମଠାରୁ କେହି ଆମ ନିକଟକୁ ଆସିପାରିବ ନାହିଁ। ଲୋକଟି କହିଲା, ପିତା, ତାହେଲେ ମୁଁ ଅନୁରୋଧ କରୁଛି, ଲାଜରକୁ ମୋ ପିତାଙ୍କର ଗୃହକୁ ପଠାନ୍ତୁ, କାରଣ ସେଠାରେ ମୋର 5 ଜଣ ଭାଇ ଅଛନ୍ତି। ସେ ଯାଇ ସେମାନଙ୍କୁ ସତର୍କ କରାଇ ଯେପରି ସେମାନେ ଏହି ଯନ୍ତ୍ରଣା ସ୍ଥାନକୁ ନ ଆସନ୍ତୁ। ଆବ୍ରାହମ ଉତ୍ତର ଦେଲେ, ସେମାନଙ୍କ ପାଇଁ ମୋସେସ୍ ଓ ପ୍ରବକ୍ତାମାନେ ଅଛନ୍ତି, ସେମାନେ ଏମାନଙ୍କ ବର୍ଣ୍ଣନା କରନ୍ତୁ, ସେମାନେ ଏମାନଙ୍କୁ କର୍ଣ୍ଣପାତ କରନ୍ତୁ। କିନ୍ତୁ ସେ କହିଲା, ନା ପିତା ଆବ୍ରାହମ, କିନ୍ତୁ ଯଦି ମୃତମାନଙ୍କ ମଧ୍ୟରୁ କେହି ସେମାନଙ୍କ ମଧ୍ୟକୁ ଯାଏ, ତେବେ ସେମାନେ ବିଶ୍ୱାସ ଅନୁତାପ କରିବେ। ଆବ୍ରାହମ ତାକୁ କହିଲେ, ସେମାନେ ଯଦି ମୋଶା ଓ ପ୍ରବକ୍ତାମାନଙ୍କର ବାଣୀ ନ ଶୁଣନ୍ତି, ତେବେ କେହି ମୃତ୍ୟୁରୁ ଉଠିଲେ ସୁଦ୍ଧା ସେମାନେ ବିଶ୍ୱାସ କରିବେ ନାହିଁ। ପ୍ରଭୁଙ୍କର ସୁସମାଚାର। ଖ୍ରୀଷ୍ଟଙ୍କ ଯୋଗରେ ସ୍ନେହର ଭାଇ ଭଉଣୀମାନେ, ଦୁଃଖ, ଯନ୍ତ୍ରଣା, କଷ୍ଟ, ବେଦନା ହିଁ ଖ୍ରୀଷ୍ଟିଆନ ଜୀବନର ସଫଳର ଚାବିକାଠି। ଆଜିର ସୁସମାଚାର ଦେଖୁଛୁ ଆମେ, ଜଣେ ଗରିବ ଗୋଟେ ଧନୀ ଲୋକଟେ ଭୋଗ ବିଳାସରେ ଆମୋଦପ୍ରଦ ଜୀବନଯାପନ କଟିଲା, କିନ୍ତୁ ମୃତ୍ୟୁ ପରେ ତାକୁ ସୁନ୍ଦର ପ୍ରସେସନ କରି ତାକୁ ବେଣ୍ଡ ବଜେଇକି ନେଇ ସମାଧି କଲେ, କବର ଦେଲେ, କିନ୍ତୁ ଗଲା କୁଆଡ଼େ? ନରକର ଅଗ୍ନିକୁ ଗଲା। ଲାଜର ଭିକାରୀ ମୃତ୍ୟୁ ଲୋକଟି, ଭିକାରୀଟି, ସେ ତାର କେହି ନଥିଲେ, ତାକୁ ସେ ମଢ଼ ବି କିଏ ଛୁଇଁ ନଥିବେ, ତାର ଗୋଡ଼ରେ ଦୌଡ଼ି ଘୋଷାଡ଼ି ପୋତି ଦେଇଥିବେ, କିନ୍ତୁ ଗଲା କୁଆଡ଼େ? ସିଏ ସ୍ୱର୍ଗର ଦୂତମାନେ ତାକୁ ନେଇକି ଲାଜରକୁ ଆବ୍ରାହମଙ୍କ କୋଳରେ ରଖିଲେ। ତେବେ ସ୍ନେହର ଭାଇ ଭଉଣୀମାନେ, ଏ ପୃଥିବୀରେ ଦୁଃଖ, ଯନ୍ତ୍ରଣା, କଷ୍ଟ, ବେଦନା ଯେତେ ଆମ ଜୀବନରେ ଆସିବା, ପ୍ରଭୁଙ୍କ ନାମରେ ଆମେ ସବୁ ସହିବା, ତେବେ ଆର ଜନ୍ମରେ ଆମେ ଶାନ୍ତି ପାଇବା। ବର୍ତ୍ତମାନ ଆମେ ଆଜିର ସମୀକ୍ଷା କରିବା, ଏ ଧନୀ ଲୋକ କାହିଁକି ନରକକୁ ଗଲା?
এটি লেখা যায়নি যে ধনী লোক বেবিচার কলা লেখা হয়নি কি নরহত্যা করে লেখা হয়নি কি চোরি কলা লেখা হয়নি কি ঘর পোড়াইলে কিছু লেখা হয়নি কিছু অপরাধ লেখা হয়নি তার ভুলটা କ'ଣ ଥିଲା କାରଣ ସିଏ ଗୋଟେ ଗରିବ ଲୋକ ଦେଖିଛି କର୍ତ୍ତବ୍ୟ ଅବହେଳା କରିଛି ଏବଂ ଧନୀ ଲୋକ ସେ ଲାଜାର ଜୀବନରେ ଅନେକ କଷ୍ଟ ପାଇଲା ତାକୁ ସେ ଅଇଁଠା ତା ମେଜର ପଡ଼ିବା ଅଇଁଠା ଭାତ ଖାଇବାକୁ ଇଚ୍ଛା କଲେ ତାର ସେତିକି ବି ଦେଲେ ନାହିଁ ତାର କାରଣ ହେଲା ଆମେ ଦେଖୁଛୁ ମାଥ୍ୟୁ ସୁସମାଚାର 25:35 ପଦରେ ଜଗତର ଶେଷ ସମୟରେ ଯେତେବେଳେ ବିଚାରପତି ଭାବରେ ଯୀଶୁ ଆସିବେ ବିଚାରସନରେ ବସିବେ ସିଏ କିଏ ସ୍ୱର୍ଗକୁ ଯିବେ କିଏ ନରକକୁ ଯିବେ ଯେଉଁ ମାପକାଠିରେ ମାପିବେ ବା ଯେଉଁ ମାନଦଣ୍ଡରେ ମାପିବେ ସେତେବେଳେ ସିଏ କହିବେ ନା ଯେ ଧନ୍ୟ ତୁମେମାନେ କୋଟିପତି ହେଇଥିଲ କି ଧନ୍ୟ ତୁମେ ଛକାଚକ ମାରି ଇଣ୍ଡିଆକୁ ଜିତେଇଲ କି ଧନ୍ୟ ତୁମେ ବିଶ୍ୱସୁନ୍ଦରୀ ହେଇଥିଲ କି ଧନ୍ୟ ତୁମେ 15ଟା ବିଲ୍ଡିଂ କଲ କି ଧନ୍ୟ ତୁମେ 15ଟା ଗାଡ଼ି କଲ ତାହା କିଛି କହିବେନି ମାପକାଠି ହେଲା ୟାର୍ଡଷ୍ଟିକ୍ ହେଲା ବା ମାନଦଣ୍ଡ ହେବ ଯେ ମୁଁ କ୍ଷୋଭିତ ଥିଲି ମୋତେ ତୁମେ ଖାଇବାକୁ ଦେଲ ନାହିଁ ମୁଁ ତୃଷିତ ଥିଲି ମୋତେ ପାଣି ମୋତେ ଦେଲ ନାହିଁ ମୁଁ ଅସୁସ୍ଥ ଥିଲି ମୋତେ ଚିକିତ୍ସା କଲ ନାହିଁ ମୁଁ ପ୍ରବାସୀ ଥିଲି ମୋତେ ସାହାଯ୍ୟ କଲ ନାହିଁ ମୁଁ ଅସୁସ୍ଥ ଥିଲି ରୋଗୀ ଥିଲି ମୋତେ ଦେଖିଲ ନାହିଁ ମୋତେ ବା ମୁଁ ଜେଲରେ ଥିଲି ମୋତେ ଦେଖିବାକୁ ଆସିଲ ନାହିଁ ଏଇ ଧନୀ ଲୋକଟି କାହାକୁ ନରହତ୍ୟା କରିବା କଥା ଲେଖାଯାଇନି କି କାହାକୁ ବ୍ୟଭିଚାର କରିବା କଥା ଲେଖାଯାଇନି କାହାକୁ ଚୋରି କରିବା ଲେଖାଯାଇନି କିନ୍ତୁ ତାର କର୍ତ୍ତବ୍ୟ ଅବହେଳା କଲା ତାର ଘର ସାମ୍ନାରେ ଭିକାଟି ପଡ଼ି ରହିଥିଲା ସେ ଭୋକିଲା ଥିଲା ସେ ତୃଷିତ ଥିଲା ତାକୁ ଖାଇବାକୁ ଟିକେ ପିଇବାକୁ ଦେଲା ନାହିଁ ସେ କ'ଣ କଲା ସେଥିପାଇଁ ସେ ନରକକୁ ଗଲାନି କିନ୍ତୁ କ'ଣ କରିନପାରିଲା କର୍ତ୍ତବ୍ୟ ଅବହେଳା ହେତୁ ସେ ଆଜି ନରକରେ ପତିତ ହେଲା ସିନାର ଭାଇ ଭଉଣୀମାନେ ସେ ଅସୁସ୍ଥ ବି ଥିଲା ତା ପାଖରେ ଏତେ ଟଙ୍କା ପଇସା ଥିଲା କିନ୍ତୁ ଅନ୍ତତଃ ଗୋଟେ ଅଏଣ୍ଟମେଣ୍ଟ ଆଣିପାରି ଦେଇଥାନ୍ତା ଟିକେ ମେଡ଼ିକାଲ ନେଇପାରିଥାନ୍ତା କିନ୍ତୁ ତା ଚିକିତ୍ସା ବି କଲା ନାହିଁ କି ତାକୁ ବସ୍ତ୍ର ବି ଖଣ୍ଡେ ଦେଲା ନାହିଁ ସେ ଗେଟ୍ରେ ରହୁଥିଲା ଏ ଲୋକ ଧନୀ ଲୋକର ଅନେକ ବଖରା ଥିଲା ଗୋଟେ ଗୁହାଳ ଘର କି ଅନେକ ଘର ଥିଲା ଅନ୍ତତଃ ତାକୁ ଗୋଟେ ଘର ଗୋଟେ ଦେଇପାରିଥାନ୍ତା ଚାହିଁଥିଲେ କିନ୍ତୁ ଏ ଧନୀ ଲୋକ ତାର ପ୍ରତିବାସୀ ଲାଜାର ଯେଉଁ ସାମ୍ନା ଘର ଗେଟ୍ରେ ପଡ଼ିଥିଲା ଦେଖୁଥିଲା କୁକୁରମାନେ ତାର ଘା ଚାଟୁଥିଲେ କିନ୍ତୁ ଦିନେ ଟିକେ ଗୋଟେ ଔଷଧ ଟିକେ ଦେଲା ନାହିଁ ନା ଖାଇବାକୁ ଦେଲା ନା ପିଇବାକୁ ଦେଲା ନା ଲୁଗା ଗୋଟେ ଘୋଡ଼େଇଲା ନା ମେଡ଼ିସିନ ନେଲା ନା ଘରେ ଟିକେ ଆଶ୍ରୟ ଦେଲା ପ୍ରତିବାସୀ ଅବହେଳା ହେତୁ ହିଁ ଆଜି ସେ ନରକର ପତିତ ହେଲା ନରକ ଯନ୍ତ୍ରଣା ଭୋଗ କରୁଛି ସେନାର ଭାଇ ଭଉଣୀମାନେ ଆମକୁ ବୋଧେ ସେଇଦିନ ସେଇ ମାପକାଠିରେ କରାହେବ ଆମେ ପୃଥିବୀ କାଳରେ ଜଗତରେ କ'ଣ କରିଛୁ ନ କରିଛୁ କେତେ ସଫଳ ହେଇଛୁ ସେଇଟା ଦେଖାଯିବ ନାହିଁ କେତେ ବାଇବେଲ ପଢ଼ିଲୁ ସେଇଟା ଦେଖାଯିବ ନାହିଁ କେତେ ଗିର୍ଜା କରୁ ସେଇଟା ଦେଖାଯିବ ନାହିଁ କେତେଟା ଗିର୍ଜା କରୁ ତାହା ଦେଖାଯିବ ନାହିଁ ବା କେତେଟା ବିଲ୍ଡିଂ କର ତାହା ଦେଖାଯିବ ନାହିଁ କେତେ ଆଇସ୍ ହେଲ କି ବହୁ ଆଇସ୍ ପକେଛ କ'ଣ ବଡ଼ ସେ ତାହା ବି ଦେଖାଯିବ ଗୋଟିଏ କଥା ଦେଖାଯିବ ଯେ ଆମେ ପୃଥିବୀ କାଳରେ ଆମର ପ୍ରତିବାସୀ ଭାଇମାନେ ଯେଉଁମାନେ କ୍ଷୁଧିତ ଅଛି ଆମେ କେତେ ଭୋକିଲା ଲୋକମାନଙ୍କୁ ଖାଦ୍ୟ ଦେଇଛୁ କେତେ ତୃଷିତମାନଙ୍କୁ ଜଳ ମନ୍ଦେ ଦେଇଛୁ କେତେ ବସ୍ତ୍ରହୀନ ଲୋକ ଲୁଗା ଖଣ୍ଡେ ଦେଇଛୁ କେତେ ନିରାଶ୍ରୟମାନଙ୍କୁ ଆମେ ଆଶ୍ରୟ ଦେଇଛୁ କେତେ ଥର ଆମେ ବନ୍ଦିଶାଳାକୁ ଯେ ଲୋକମାନଙ୍କୁ ଦେଖିଛୁ ବା କେତେ ଲୋକମାନେ ନିରାଶ୍ରୟମାନଙ୍କୁ ଆଶ୍ରୟ ଦେଇଛୁ ସେଇ ମାପକାଠିରେ ସେଇ ମାନଦଣ୍ଡରେ ହିଁ ଆମମାନେ ସ୍ୱର୍ଗ ଯିବା କି ନରକ ଯିବା ତାହା ନିଷ୍ପତ୍ତି ହେବ ତେଣୁ ସୁନାର ଭାଇ ଭଉଣୀମାନେ ଏଇ ତପସ୍ୟା କାଳରେ 40 ଦିନ ତା ପବିତ୍ର ମା ତା ମଣ୍ଡଳୀ ଆମମାନଙ୍କୁ ତପସ୍ୟା କରିବା ପାଇଁ 40 ଦିନ ଦେଇଛନ୍ତି ଏଇ ତପସ୍ୟା କାଳରେ ବିଶେଷତଃ ଆମେ 3ଟା ଜିନିଷ କରିବା ପ୍ରାର୍ଥନା କରିବା ଉପବାସ କରିବା ଏବଂ ଦିନହୀନ ଗରିବମାନଙ୍କୁ ଭିକ୍ଷା ଦାନ କରିବା ଏ 3ଟା ଜିନିଷ ହେଲା ଆମର ମୌଳିକ କର୍ତ୍ତବ୍ୟ ଏଇ ଦିବସରେ ଆମମାନେ ଯାହା ଉପବାସ କରିବା ଆମେ ମାଛ ମାଂସ ଛାଡ଼ିବା ବା ଖାଦ୍ୟ ଛାଡ଼ିବା ଯାହା ପଇସା ସେଇ ପଇସାଟା ଆମେ ସଞ୍ଚିତ କରି ଏକାଥରେ ଯାତ୍ରା ଦିନ ସବୁ ଶେଷ କରି ତାହା ନୁହଁ ଯେଉଁ ଖାଦ୍ୟ ଆମେ ଛାଡ଼ୁଛୁ ଉପବାସ କରୁଛୁ ଯେଉଁ ମାଛ ମାଂସ ଛାଡ଼ୁଛୁ ଯେଉଁ ପଇସା ବଳୁଛି ସେ ଖାଦ୍ୟ ସେ ପଇସା ଆମେ ଗରିବ ଲୋକମାନଙ୍କୁ ଦେବା ବସ୍ତ୍ରହୀନକୁ ବସ୍ତ୍ର ଦେବା ଖାଦ୍ୟହୀନକୁ ଖାଦ୍ୟ ଦେବା ତାହେଲେ ସେଥିପାଇଁ ଆମେ ତାହେଲେ ହିଁ ଆମେ ପରିତ୍ରାଣ ପାଇବା ଆମେ ଉପବାସ କରୁଛୁ ଧର ମାନେ 40 ଦିନ ମାଛ ମାଂସ ଛାଡ଼ିବା ସେ ଯେଉଁ ପଇସା ମନେକର ଗୋଟେ 2000 କି 3000 ବଞ୍ଚିଯିବ ସେ ପଇସା ଆମେ ଯାତ୍ରା ଦିନ ଆଜି କୁକୁଡ଼ା କାଲିକି ଛେଳି ପରଦିନକୁ ଗୋରୁ ପରଦିନକୁ କରିକି ଖାଇବା ନାହିଁ ଆମେ ଯାହା ତ୍ୟାଗ କରୁଛୁ ସେ ପଇସା ଆମେ ଗରିବମାନଙ୍କୁ ଦେବାକୁ ପଡ଼ିବ ସିନାର ଭାଇ ଭଉଣୀମାନେ ଆଜିର ସୁସମାଚାର ଯେହେତୁ ଆମେ ତପସ୍ୟା କାଳରେ ଅଛୁ ଏଇ ତପସ୍ୟା କାଳରେ ଆମେ
ଯେତେ ନିରାଶ୍ରୟ ମାନଙ୍କୁ, ଗରିବ ମାନଙ୍କୁ, ଅନାଥ ମାନଙ୍କୁ, ଭିକାରୀ ମାନଙ୍କୁ, ବନ୍ଦୀ ମାନଙ୍କୁ ଯେତେ ସାହାଯ୍ୟ କରିବା, ଆମର ପଇସା କିଛି ଖର୍ଚ୍ଚ କରିବା, ସେଇ ମାପକାଠିରେ, ସେଇ ମାନଦଣ୍ଡରେ ଆମକୁ ପ୍ରଭୁ ଯୀଶୁ, ରାଜାଧିରାଜା ପ୍ରଭୁ ଯୀଶୁ, ବିଚାରପତି ଭାବେ ଯୀଶୁ ଗୌରବରେ ଆସିବେ, ସିଂହାସନରେ ବସି ବିଚାର କରିବେ। କାରଣ ଭଲ ଲୋକମାନଙ୍କୁ ଡାହାଣ ପଟେ ରଖିବେ, ଖରାପ ଲୋକମାନଙ୍କୁ ବାଁ ପଟେ ରଖିବେ। ଡାହାଣ ଲୋକମାନଙ୍କୁ ମେଣ୍ଢା ଭଳି ରଖିବେ, ବାଁ ପଟ ଲୋକମାନଙ୍କୁ ଛେଳି ଭଳି ରଖିବେ। ଏବଂ ଡାହାଣ ଲୋକମାନେ କହିବେ ଯେ ଆସ ତୁମେ ମୋର ସ୍ୱର୍ଗସ୍ଥ ପିତାଙ୍କର ବାସଗୃହରେ ପ୍ରବେଶ କର। କାରଣ ମୁଁ କ୍ଷୁଧିତ ଥିଲି, ମୁଁ ତୃଷିତ ଥିଲି, ମୁଁ ବନ୍ଦୀ ଥିଲି, ମୁଁ ଅସୁସ୍ଥ ଥିଲି, ମୁଁ କଷ୍ଟ ପାଉଥିଲି, ତୁମେ ସବୁ ସେବା କର। ସେତେବେଳେ ପଚାରିବେ ପ୍ରଭୁ କେବେ ଆମେ ତୁମକୁ ଏ ପ୍ରକାର କଲୁ? ଉତ୍ତର ଦେବେ ଏ ପୃଥିବୀରେ ଯେକୌଣସି କ୍ଷୁଦ୍ରତମ ଲୋକ ଯାହା କରିଛ ତାହା ମୋତେ କରିଛ, ଆସ ସ୍ୱର୍ଗରାଜ୍ୟରେ ପ୍ରବେଶ କର। ଏବଂ ବାଁ ପଟ ଲୋକମାନେ କହିବେ ରେ ଅଭିଶକ୍ତ ବଂଶମାନେ, ଆସ ତୁମେ ନରକ ଅଗ୍ନିରେ ପତିତ ହୁଅ, ତୁମେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିପାରିବ। କାରଣ ମୁଁ ଭୂକ୍ଷୁଧିତ ଥିଲି, ମୋତେ ଖାଇବାକୁ ଖଣ୍ଡେ ଦେଲ ନାହିଁ, ମୁଁ ତୃଷିତ ଥିଲି, ପାଣି ମଧ୍ୟ ଦେଲ ନାହିଁ, ମୁଁ ବେମାର ଥିଲି, ମେଡ଼ିସିନ ଖଣ୍ଡେ ଦେଲ ନାହିଁ, ମୁଁ ନିରାଶ ଥିଲି, ମୋତେ ଆଶ୍ରୟ ଦେଲ ନାହିଁ। ସେମାନେ ବି କହିବେ କେବେ ପ୍ରଭୁ ଆମେ ଦେଲୁନି? ତୁମେ ଏ ପୃଥିବୀ ଯେକୌଣସି କ୍ଷୁଦ୍ରତମ ଭିତରେ ଯାହା ଅବହେଳା କରିଛ ତାହା ମୋ ପ୍ରତି କରିଛ ବୋଲି ପ୍ରଭୁ ଯୀଶୁ କହିବେ। ଆଜି ଲାଜାର ପ୍ରତି ସେ ଧନୀ ଲୋକଟା ଅନ୍ୟାୟ କଲା, ଅବହେଳା କଲା। ଲେଖା ନାହିଁ ଯାଇ ଯେ ସୁସମାଚାର ଲେଖା ହେଇନାହିଁ ଯେ ସେ ଧନୀ ଲୋକ ନରହତ୍ୟା କଲା ଲେଖା ହେଇନି, କି ବ୍ୟଭିଚାର କଲା ଲେଖା ହେଇନି, କି ଚୋରି କଲା ଲେଖା ହେଇନି, କି ଘର ପୋଡ଼େ ଲେଖା ହେଇନି, କି ଦଙ୍ଗା କଲା, କିଛି ଲେଖା ହେଇନି। ସେ କିଛି ନ କରି ମଧ୍ୟ କର୍ତ୍ତବ୍ୟ ରକ୍ଷା। ସେଥିପାଇଁ ଆମେ ସାଧାରଣତଃ ପାପ ସ୍ୱୀକାର କଲାବେଳକୁ ଫାଦର ମୁଁ ନରହତ୍ୟା କଲି, ଫାଦର ମୁଁ ବ୍ୟଭିଚାର କଲି, ଚୋରି କଲି, এইটা কলি, সেইটা কলি, সেইটা কলি, সেইটা কলি আমি পাপ স্বীকার করছি। কিন্তু কেহি ମଧ୍ୟ ଆମେ ଫାଦର ମୁଁ ଏ ଜିନିଷ କରିପାରିଲି ନାହିଁ ଏ କଥା କିଏ ପାପ ସ୍ୱୀକାର କରୁନାହାନ୍ତି। ଫାଦର ମୁଁ ଭିକାରୀକୁ ଚାରଣ ପଇସା ଦେଇପାରିଲି ନାହିଁ, ଫାଦର ଜଣେ ମୋର ପଡ଼ିଶା ଘର ଜଣେ ଭୋକରେ ଶୋଉଥିଲା ତାକୁ ମୁଁ ଖାଦ୍ୟ ଖଣ୍ଡେ ଦେଇପାରିଲି ନାହିଁ, ଫାଦର ଗୋଟେ ବସ୍ତ୍ର ଲୁଗା ଗୋଟେ ଦେଇପାରିଲିନି। ଏ ପ୍ରକାର ପାପ ସ୍ୱୀକାର ପ୍ରାୟ ଆମେ କରୁନା। ସ୍ନେହର ଭାଇଭଉଣୀ, ଆମେ ପାପ ସ୍ୱୀକାର ପ୍ରାର୍ଥନା କ'ଣ ଯଜ୍ଞ ବେଳେ କ'ଣ କରୁଛୁ? କାୟରେ, ମନରେ, ବାକ୍ୟରେ ଏବଂ କର୍ତ୍ତବ୍ୟରେ ଏବଂ କର୍ତ୍ତବ୍ୟ ଅବହେଳା ଦ୍ୱାରା ଆମେ ପାପ କରିଥାଉଛୁ। ସାଧାରଣତଃ ଆମେ କରିବା ପାପ ଦେଖିଥାଉ, ନରହତ୍ୟା କରିବା, ଚୋରି କରିବା, ଡକାୟତ କରିବା, ସେଗୁଡ଼ା ଦେଖିଥାଉଛୁ। କିନ୍ତୁ କ'ଣ କର୍ତ୍ତବ୍ୟ ଅବହେଳା କଲେ ସେଟାକୁ ଆମେ ନଜର ଦେଇନଥାଉ। ଆଜିର ସୁସମାଚାର ଆମକୁ ଶିକ୍ଷା ଦିଆଯାଉଛି ସେ ଧନୀ ଲୋକଟା କୌଣସି ପାପ କରିନାହିଁ, କିନ୍ତୁ ଅବହେଳା କରିବାର ଅଛି ସେ ନରକରେ ନଷ୍ଟ ଅନନ୍ତ ଅଗ୍ନିରେ ନିକ୍ଷିପ୍ତ ହୋଇକି ଛଟପଟ ହେଉଛି। କିନ୍ତୁ ବରଂ ଲାଜାର ଯେତେବେଳେ ଆମେ ନିର୍ଦ୍ଦୋଷରେ ଏ ପୃଥିବୀର ଦୁଃଖ, ଯନ୍ତ୍ରଣା, କଷ୍ଟ ପାଇବା, ତାହା ହିଁ ଆମ ଜୀବନର ଖ୍ରୀଷ୍ଟିଆନର ସଫଳତା ଚାବିକାଠି ହେବ। ଅନେକ ସାଧୁ ସାଧ୍ୱୀମାନେ କିଛି ଦୋଷ ନ କରି ଯନ୍ତ୍ରଣା ପାଇଛନ୍ତି, ଅନେକ ସାଧୁ ସାଧ୍ୱୀମାନେ କିଛି ଭୁଲ ନ କରି ଜେଲ୍ ଯାଇଛନ୍ତି। ପ୍ରଭୁ ଯୀଶୁ ମଧ୍ୟ ସ୍ୱୟଂ ନିର୍ଦ୍ଦୋଷରେ ତାଙ୍କୁ କ୍ରୁଶବିଦ୍ଧ କରାଗଲା। ତେଣୁ ଯେତେବେଳେ ଆମକୁ କିଛି ଦୋଷ ନଥାଇ ଅନ୍ୟାୟରେ ଦଣ୍ଡ ଆସିବ, କଷ୍ଟ ଆସିବ, ନିନ୍ଦା ଆସିବ, ଅପମାନ ଆସିବ, ସେଇଟାକୁ ଆମେ ପ୍ରଭୁଙ୍କ ପାଖରେ ସମର୍ପଣ କରିବା। ଆଉ 100 ଲୋକର ମନ ପରିବର୍ତ୍ତନ ଆମେ ଗୋଟେ ଫୁଲ ଦେଲା ଭଳି ଫୁଲ ସମର୍ପଣ କରିବା। ତେବେ ପ୍ରଭୁ ଆମକୁ ଆଶୀର୍ବାଦ କରିବେ। ହେ ପ୍ରଭୁ, ଏ ନିନ୍ଦା, ଏ କଷ୍ଟ, ଏ ଦୁଃଖ ମୁଁ ତୁମର କ୍ରୁଶ ତଳେ ସମର୍ପଣ କରୁଛି ଆଉ 5 ଲୋକମାନଙ୍କର ମନ ପରିବର୍ତ୍ତନ ପାଇଁ। এই ପ୍ରକାର ପ୍ରାର୍ଥନା କଲେ ଅନ୍ୟମାନଙ୍କର ଆମର ମଙ୍ଗଳ ହେବ। ତେବେ ସ୍ନେହର ଭାଇ ଭଉଣୀମାନେ, ଆଜି ଧନୀ ଲୋକ ଯେପରି କର୍ତ୍ତବ୍ୟ ଅବହେଳା କରିକି ଆଜି ଯନ୍ତ୍ରଣା ପାଉଛେ, ଅଗ୍ନିର ଯନ୍ତ୍ରଣା ପାଉଛେ, ସେଭଳି ଆମେ କରିବା ନାହିଁ। ଆମର ଜୀବନ କାଳ ମଧ୍ୟରେ ବିଶେଷ କରି ତପସ୍ୟା କାଳରେ ଆମେ ଗରିବମାନଙ୍କୁ କିଛି ସାହାଯ୍ୟ କରିବା, ଭିକାରୀମାନଙ୍କୁ କିଛି ସାହାଯ୍ୟ କରିବା, ରୋଗୀମାନଙ୍କୁ ଚିକିତ୍ସା କରିବାକୁ କିଛି ସାହାଯ୍ୟ କରିବା। ଏବଂ ବିଶେଷ କରି ଆମେ ଯେଉଁ କ୍ରୁଶ ଚୁମ୍ବନ ବେଳକୁ ଗୁଡ଼ ଫ୍ରାଇଡ଼େ କିଛି ପଇସା ପକାଉଛୁ, କ୍ରୁଶ ଚୁମ୍ବନ ଦେଉଛୁ, 5-10 ଟଙ୍କା ଦେଉଛୁ, ସେ ସକାଳ ପଇସା ସବୁ ଜମା ହେଇକି ସବୁ ପାରିଶ ୱାଇଜ୍ ଜମା ହେଉଛି, ଡାଇସେସ୍କୁ ଯାଉଛି, ସବୁ ଡାଇସେସ୍ ଗଲେ ପୁଣ୍ୟକ୍ଷେତ୍ରକୁ ଯାଉଛି। ସେ ଟଙ୍କାରୁ ହିଁ ରୋଗୀମାନଙ୍କୁ ଚିକିତ୍ସା କରିବା ପାଇଁ ଦିଆଯାଏ, ସେ ଟଙ୍କାରୁ ହିଁ ଅନାଥମାନଙ୍କୁ ଫିଡ଼ିଂ କରାଯାଏ, ସେ ଟଙ୍କାରୁ ହିଁ ରୋଗୀମାନଙ୍କୁ ସାହାଯ୍ୟ କରାଯାଏ, ସେ ଟଙ୍କାରୁ ହିଁ ନିରାଶର ବସ୍ତ୍ର ବାସଗୃହୀନ ଲୋକମାନଙ୍କ ପାଇଁ ଛୋଟ ଛୋଟ ସେଲ୍ଟର ଘର କରାଯାଏ। ତେବେ ସ୍ନେହର ଭାଇ ଭଉଣୀ, ଆମର ଗୋଟେ ଇଂଲିଶର ପ୍ରବାଦ ଅଛି, ସର୍ଭିସ୍ ଟୁ ମାନକାଇଣ୍ଡ ଇଜ୍ ସର୍ଭିସ୍ ଟୁ ଗଡ୍। ମଣିଷ ସେବା ଈଶ୍ୱର ସେବା, ମଣିଷ ସେବା ହିଁ ଈଶ୍ୱର ସେବା। ମହାଦେବ ତେରେସା ବୁଲି ବୁଲି ସୁସମାଚାର ଧରି ପ୍ରଚାର କରୁନଥିଲେ। ମହାଦେବ ତେରେସା ରୋଗୀମାନେ, ଅନାଥ, ନିରାଶ୍ରୟ, ଯେଉଁମାନେ କି ରାସ୍ତା କଡ଼ରେ ପଡ଼ିଥିଲେ, ବସ୍ ଷ୍ଟାଣ୍ଡରେ ପଡ଼ି ରହୁଥିଲେ, ରେଲୱେ ଷ୍ଟେସନରେ ପଡ଼ୁଥିଲେ, ସେମାନେ ଲୋକମାନେ କୁଦା ଦଳ କରି ଯାଉଥିଲେ, କୁକୁରମାନେ ତାର ଘା ଚଟୁଥିଲେ, ସେ ପ୍ରକାର ନିରାଶ୍ରୟ ଲୋକମାନଙ୍କୁ ଟେକି ନେଇ ରଖି ଆଶ୍ରୟ ଦେଇକି ସେମାନେ ଚିକିତ୍ସା କରୁଥିଲେ ମହାଦେବ ତେରେସା। ତେଣୁ ସେ ଆଜି ପରମେଶ୍ୱର ତାଙ୍କୁ ପୁରସ୍କାର ଦେଇଛନ୍ତି, ସେ ଆଜି ସାଧ୍ୱୀ ହେଇ ସ୍ୱର୍ଗରେ ଅଛନ୍ତି।
महादेव प्रसाद सब प्रकार पुरस्कार पृथ्वी में पाइले जगत सब पुरस्कार नोबेल पुरस्कार पाइबा संगे संगे समस्त हृदय को जिणिले एवं पिता परमेश्वर सम्मानित कर स्वर्ग स्थान देते साध्वी भारी डिक्लेयर कराई। महादेव प्रसाद जमी निराश असहाय लोक साहाय्य कले आम से प्रकार सेवा करवा रोगी सेवा करवा सिनार भाई भाई मैंने गिर्जा जावाटा भल प्रार्थना कराटा भल बाइबल पढ़ाटा भल किंतु ताठू अधिक भल है खाली खाली कथा कथार आम खाली चिकण कथा कहले हेनी प्राक्टिकाली आम गरीब लोक किसी साहाय्य करवा निराश मान साहाय्य करवा अन्न वस्त्रहीन लोक वस्त्र देवा खाद्यहीन को वस्त्र देवा सेटा ही आम प्रार्थना कारण जिसाया पुस्तक 58 अध्याय 6-7 से कथा लिखा जाए उपवास अर्थ जो खाली माछ मांस छाड़ा ताहा नुह उपवास अर्थ है निर्यातना आम आमर पाप व्यभिचार छाड़ा पाप छाड़ा हिंसा छाड़ा घृणा छाड़ा एवं गरीब लोक मान अन्न वस्त्र देवा एवं पवित्र विश्राम बार को आम पददलित न करवा ताही प्रकृत उपवास बोली जिसाया पुस्तक 58 अध्याय 6-7 और 13 पद लिखा जाए। ए प्रकृत उपवास प्रभुंर मनोनीत उपवास दीनहीन मान सेवा कार्य लिखा जाए। तेबे आम धार्मिकता पूर्व दिग सूर्यपुरी उदय हे परमेश्वर गौर आम आगे आगे जी एवं प्रभु मान सुरक्षा देवे। तेज स्नार भाई भाई मैंने आज प्रभु मान शिक्षा दे आम ईश्वर को धन्यवाद देवा एवं आपण मैंने भल भाव शुणी बोली मु समस्त धन्यवाद दे रही। जय जीशु।